ଅଦିନିଆ ଘୂର୍ଣ୍ଣିଝଡ଼ରେ ଶ୍ରୀପାଜୁ ବିଟ୍ରେ ଥିବା ୱାୟାରଲେସ୍ ଟାୱାର ଭାଙ୍ଗିବା ସହିତ 7ଟି ପଞ୍ଚାୟତରେ ଉଡ଼ିଯାଇଛି ଲୋକମାନଙ୍କର ଘର ଛପର। ହରଭଙ୍ଗା ବ୍ଲକରେ ଗତକାଲି ବିଳମ୍ବିତ ରାତ୍ରିରେ ହୋଇଥିବା ଅଦିନିଆ ଘୂର୍ଣ୍ଣିଝଡ଼ ପ୍ରଭାବରେ ମହାନଦୀ ବନ୍ୟପ୍ରାଣୀ କୁସଙ୍ଗ ରେଞ୍ଜ ଅଧୀନସ୍ଥ ଶ୍ରୀପାଜୁ ବିଟ୍ ପରିସରରେ ଥିବା ୱାୟାରଲେସ୍ ଟାୱାର ଭାଙ୍ଗି ଚୁରମାର ହେବା ସହିତ ଆଖପାଖ ଅଞ୍ଚଳରେ 7ଟି ପଞ୍ଚାୟତରେ ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନ 4:30 ସମୟରେ ଅଦିନିଆ ଘୂର୍ଣ୍ଣିଝଡ଼ରେ ସ୍ଥାନୀୟ ବାସିନ୍ଦାମାନଙ୍କର ହୋଇଥିବା କ୍ଷୟକ୍ଷତି ପାଇଁ ଜିଲ୍ଲା ପ୍ରଶାସନଙ୍କଠାରୁ କ୍ଷତିପୂରଣ ଦାବିରେ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ। ବ୍ଲକରେ ଗତକାଲି ପ୍ରବଳ ବେଗରେ ଘୂର୍ଣ୍ଣିଝଡ଼ ଆସି ହରଗାଁ ବ୍ଲକର ମାଳିପଡ଼ା ପଞ୍ଚାୟତରେ ତଳିଆ ସାହି ଏବଂ ଗେଡ଼ି ସାହିରେ 7ଟି ପରିବାରଙ୍କର ଚାଳ ଛପର ଘର ଉଡ଼ିଗଲା। ଏତେ ଜୋର ପ୍ରବଳ ବେଗ ଥିଲା ଯେ ଜୀବନ ବିତାଇବା ପାଇଁ ଜୀବନ ଭୟରେ ଅନ୍ୟ ଆଡ଼େ ଯାଇ ଆଶ୍ରୟ ନେଲେ। ଏତେ ବେଗ ଥିଲା ରାସ୍ତାରେ ଗଛପତ୍ର ଭାଙ୍ଗି ପଡ଼ିଲା। ତା ବାଦ ବନ୍ୟ ପାଣି ବିଭାଗର ଗୋଟେ ଟାୱାର ଥିଲା, ସେ ଟାୱାରଟା ମଧ୍ୟ ଭାଙ୍ଗି ତଳେ ପଡ଼ିଯାଇଛି ଏବଂ ରାସ୍ତାରେ ମଧ୍ୟ ଗଛପତ୍ର ଭାଙ୍ଗି ପଡ଼ିଛି, ରାସ୍ତା ଅବରୋଧ ହୋଇଛି। ତେଣୁ ଏମାନେ ସବୁ ଅସହାୟ ବିପନ୍ନମାନେ। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କ୍ଷତିଗ୍ରସ୍ତ ବିପନ୍ନମାନଙ୍କୁ ତୁରନ୍ତ ଜିଲ୍ଲା ପ୍ରଶାସନ ସରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରୁଛି।